ଆମ ଓଡ଼ିଶାରେ 12 ମାସରେ 13 ପର୍ବ ଆସିଥାଏ। ତା ଭିତରୁ ମାଣବସା ଗୁରୁବାର ଓଡ଼ିଶାର ଏକ ମହାନ ପର୍ବ। ଏହି ଦିନ ପ୍ରତ୍ୟେକ ଓଡ଼ିଆଙ୍କ ଘରେ ଝୋଟି ଚିତା ଦେଇ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ମାର୍ଗଶିର ମାସରେ ସମସ୍ତ ଓଡ଼ିଆ ନାରୀମାନେ ଏହି ଓଷା ପାଳନ କରିଥାନ୍ତି। ଏହି ପୂଜା ଅନ୍ୟ ଦେଶ ଓ ରାଜ୍ୟମାନଙ୍କରେ ପ୍ରଚଳନ ନାହିଁ। ମାଣବସା ଓ ଓଷାକୁ ଲକ୍ଷ୍ମୀ ପୂଜା ମଧ୍ୟ କୁହାଯାଏ। ଏହି ଓଷାକୁ ଓଡ଼ିଶାର ସମସ୍ତ ଜାତିର ଲୋକ ପାଳନ କରିଥାନ୍ତି। ମାର୍ଗଶିର ମାସରେ ପୂଜା ଘରକୁ ଧାନ ବେଣୀରେ ସଜାଯାଇଥାଏ। ଧାନ କେଣ୍ଡାକୁ ଗୁନ୍ଥି ଏହି ବେଣୀ ତିଆରି କରାଯାଏ। ତେବେ ଦର୍ଶକ ବନ୍ଧୁମାନେ, ମୁଁ ଆଜି ଆପଣଙ୍କୁ କହିବି ମାଣବସାର ଆପଣ ତ ମାଣ ବସେଇଥିବେ। ମାଣବସାର ଶେଷ ପାଳିରେ ଆପଣ ମା ଲକ୍ଷ୍ମୀଙ୍କୁ କେଉଁ ଭୋଗ ଦେଇ ଅର୍ପଣ କରିବେ? ସିଝା କିମ୍ବା ଛଣା ମଣ୍ଡା ପିଠା ଲଗାଇବେ। ବିନା ପୁରରେ ଗଇଁଠା ପିଠା କରିବେ। ସେ ଗଇଁଠା ପିଠାରେ ଚିନି ନ ପକାଇ ଗୁଡ଼ ପକାଇବେ। ଫଳ ଭୋଗ ସାଧାରଣ ଭାବେ ଲାଗିଥାଏ। ଡାଲମାରେ କୋବି, ଟମାଟର, ଗାଜର, ଆଳୁ, ବିଟ୍, ବାଇଗଣ ନିଷେଧ ଅଟେ। ଏସବୁକୁ ବାଦ ଦେଇ ଆପଣ ଡାଲମା ବନେଇବେ। ଦେଶୀ ଗୁଆ ଘିଅରେ ଏସବୁ ପ୍ରସ୍ତୁତ କରିବେ। ପ୍ରଥମ ପ୍ରହରରେ ବାଲ୍ୟ ଭୋଗ ଲଗାଇବେ। ଅପରାହ୍ନରେ ଶଙ୍କୁଡ଼ି ଭୋଗ ଲଗାଇବେ। ବିଡ଼ିଆ ପାନ ପ୍ରସ୍ତୁତ କରିବେ ବିନା ଚୂନରେ। ଅଳେଇଚ, ଭଙ୍ଗା ଗୁଆ, ଫୁଲ ଥିବା ଲବଙ୍ଗ, ଯେଉଁ ଲବଙ୍ଗରେ ଫୁଲ ଲାଗିଥିବ ସେହି ଲବଙ୍ଗ ପକାଇ ବିଡ଼ିଆ ପାନ ପ୍ରସ୍ତୁତ